ଅନୁଭବଙ୍କ ଠାରୁ ଅଲଗା ହେଲା ପରେ ଏବେ ଗରିବ ଲୋକମାନଙ୍କୁ ଗାଁରେ ଯାଇ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ତାହେଲେ ବର୍ଷା ପ୍ରିୟଦର୍ଶିନୀ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ପାଖାପାଖି 30 ବର୍ଷରୁ ଅଧିକ ସମୟ ହେଇଗଲାଣି ଅଭିନୟ କରି ଆସୁଛନ୍ତି। ସୁନ୍ଦର ଅଭିନୟ କରି ସାରା ଓଡ଼ିଶାର ଲୋକଙ୍କ ମନକୁ ଜିତିବାରେ ସଫଳ ହୋଇପାରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ବର୍ଷା ଶିଶୁ କଳାକାର ଭାବେ ବି ମଧ୍ୟ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଅଭିନୟ କରିଛନ୍ତି। ବର୍ଷାଙ୍କ ମା ଜଣେ ଅଭିନେତ୍ରୀ ଥିଲେ। ତ ବର୍ଷା ତାଙ୍କ 3 ଭଉଣୀ ଓ ତାଙ୍କ ମାଙ୍କ ସହିତ ରହୁଛନ୍ତି। ଏବେ ଅନୁଭବଙ୍କ ଠାରୁ ଅଲଗା ହେଲା ପରେ ଏବେ ନିଜ ବାପ ଘରେ ମାଙ୍କ ପାଖରେ ରହୁଛନ୍ତି ବର୍ଷା ପ୍ରିୟଦର୍ଶିନୀ। ତ ଓଲିଉଡ୍ ଇଣ୍ଡଷ୍ଟ୍ରି ପାଇଁ ବର୍ଷାଙ୍କର ବହୁତ ସାରା ଅବଦାନ ରହିଛି। ଓଲିଉଡ୍ ଇଣ୍ଡଷ୍ଟ୍ରିରେ ପାଖାପାଖି 70ରୁ ଅଧିକ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି ବର୍ଷା। ସିନେମାରେ ସେ ଅନୁଭବଙ୍କ ସହିତ ବହୁତ ସାରା ସିନେମାରେ ଅଭିନୟ କରିଛନ୍ତି। ତ ଏହି ଯୋଡ଼ିକୁ ଲୋକପ୍ରିୟତା ମିଳିବା ପରେ ଅନୁଭବ ଓ ବର୍ଷା ଦୁହେଁ ପରସ୍ପରଙ୍କୁ ସୁଟିଂ ସେଟ୍ରୁ ଭଲ ପାଇ 2014 ମସିହାରେ ବାହା ହୋଇଥିଲେ। ହେଲେ ଅନୁଭବ ବର୍ଷାଙ୍କ ଠାରୁ ଏବେ ଡିଭୋର୍ସ ନେଇଯାଇଛନ୍ତି। ଡିଭୋର୍ସ ପରେ ଅନୁଭବ ଦ୍ୱିତୀୟ ବିବାହ କରିସାରିଛନ୍ତି, କିନ୍ତୁ ବର୍ଷା ଏବେ ଗାଁରେ ଗରିବ ଲୋକମାନଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି। ବହୁତ ସାରା ଗରିବ ଲୋକଙ୍କ ସାହାଯ୍ୟ ଓ ସେବା କରୁଥିବାର ଦେଖାଦେଇଛନ୍ତି ବର୍ଷା। ତାହେଲେ ଆପଣମାନେ ବର୍ଷାଙ୍କର ବହୁତ ସାରା ସିନେମା ଦେଖିଥିବେ। ଗତ ଦିନମାନଙ୍କରେ ବର୍ଷାଙ୍କ ଚଳଚ୍ଚିତ୍ର ୱାଇଫ୍ ରିଲିଜ୍ ହୋଇଥିଲା, ଯେଉଁଥିରେ ବର୍ଷା ତାଙ୍କର ଲାଇଫ୍ର ରିଅଲ୍ କାହାଣୀ ଦର୍ଶାଇବା ପାଇଁ ଚାହିଁଥିଲେ, ଯେଉଁଠି ସେ ଅନୁଭବ ମହାନ୍ତି ଓ ତାଙ୍କ ଦ୍ୱାରା କରାଯାଇଥିବା ବହୁତ ସାରା ଭୁଲ କାମ ଗୁଡ଼ିକ ଏହି ସିନେମାରେ ଦେଖିବାକୁ ଚେଷ୍ଟା କରିଥିଲେ। ତ ବର୍ତ୍ତମାନ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ଅଲଗା ହୋଇଯାଇଛନ୍ତି। ଅଲଗା ହେଲା ପରେ ବର୍ଷା ପ୍ରିୟଦର୍ଶିନୀ ଗାଁ ଗାଁ ବୁଲି ଲୋକମାନଙ୍କୁ ସାହାଯ୍ୟ କରୁଥିବାର ଦେଖାଦେଇଛନ୍ତି। ତାହେଲେ ଆପଣମାନଙ୍କୁ ଓଲିଉଡ୍ ଏହି ଜବରଦସ୍ତ ଅଭିନେତ୍ରୀ କେମିତି ଲାଗନ୍ତି ଆମକୁ କମେଣ୍ଟ ବକ୍ସ ନିଶ୍ଚିତ ଭାବରେ କମେଣ୍ଟ